ଆଜି ଯେଉଁ ବ୍ରହ୍ମପୁରର ଆମର ମାନ୍ୟବର ଆଡହକ୍ ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ ଜଜ୍ ଫାଷ୍ଟ ଟ୍ରାକ୍ କୋର୍ଟ ପକ୍ସୋ ସେ ମାନ୍ୟବର ଅଦାଲତଙ୍କ ଠାରେ ଯେଉଁ ବିଚାର ଚାଲିଥିଲା, ଯାହାକି 2022 ଏପ୍ରିଲ 25 ତାରିଖର ଘଟଣା। ଗୋଇଲୁଣ୍ଡି ବିଦ୍ୟାନଗର ଠାରେ ଯେଉଁ ମୃତ ଯିଏ ଗାୟତ୍ରୀ ପାତ୍ର 13 ବର୍ଷ ବୟସ ତାଙ୍କର ଥିଲା, ତାଙ୍କର ମାମୁଁ ଯାହାଙ୍କ ନାଁ ହେଲା ସିପ୍ରିନ୍ ଦିଗଲ, ସେ ତାଙ୍କୁ ଖରାପ ବ୍ୟବହାର ଦେଖାଇବା ସହିତ କିରୋସିନ ଢାଳି ତାଙ୍କୁ ହତ୍ୟା କରିଦେଇଥିଲେ। ଏବଂ ଏହି ମାମଲାରେ ବିଏନପୁର ପିଏସ୍ କେସ୍ ନମ୍ବର 117/2022 ରେଜିଷ୍ଟର୍ଡ ହୋଇଥିଲା। ଏବଂ ଏହି ସମ୍ପୂର୍ଣ୍ଣ ମାମଲାରେ ସରକାରଙ୍କ ତରଫରୁ 13 ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିଲା। ଏବଂ ଆଗରୁ ମଧ୍ୟ ତାଙ୍କ ବିରୁଦ୍ଧରେ ତାଙ୍କର ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗ ରହିଥିଲା। ଏବଂ ସେ ଯେତେବେଳେ ସେଇ ମାମଲାରେ ପାରୋଲରେ ଆସିଥିଲେ ତାଙ୍କ ଭଉଣୀ ଘରକୁ, ସେହି ସମୟରେ ତାଙ୍କର ଭାଣିଜୀ ସାଙ୍ଗରେ ଏ ସମସ୍ତ ଘଟଣା ଘଟିଥିଲା। ଏବଂ ଏହି ମାମଲାକୁ ଆଧାର କରି ଆଜି ମାନ୍ୟବର ଅଦାଲତ 302 ଦଫାରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।